ଅଗଷ୍ଟ 2025 ପ୍ରାତଃ ମୁରଲୀ। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚେ ସକାଳୁ ସକାଳୁ ଉଠି ଏହି ଚିନ୍ତନ କର ଯେ ମୁଁ ଏତେ ଛୋଟ ଆତ୍ମା କେତେ ବଡ଼ ଶରୀରକୁ ଚଳାଉଛି। ମୋ ଆତ୍ମାରେ ଅବିନାଶୀ ପାଠ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି। ସକାଳୁ ସକାଳୁ ଉଠି ଏହି ଚିନ୍ତନ କର ଯେ ମୁଁ ଏତେ ଛୋଟ ଆତ୍ମା କେତେ ବଡ଼ ଶରୀରକୁ ଚଳାଉଛି। ମୋ ଆତ୍ମାରେ ଅବିନାଶୀ ପାଠ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି। ଆଜିର ପ୍ରଶ୍ନ, ଶିବ ବାବାଙ୍କର କେଉଁ ଅଭ୍ୟାସ ରହିଛି, କେଉଁଟି ନାହିଁ? ଶିବ ବାବାଙ୍କର କେଉଁ ଅଭ୍ୟାସ ରହିଛି, କେଉଁଟି ନାହିଁ? ଉତ୍ତର, ଆତ୍ମାକୁ ଜ୍ଞାନ ରତ୍ନରେ ସଜାଇବାର ଅଭ୍ୟାସ ଶିବ ବାବାଙ୍କର ରହିଛି। ବାକି ଶରୀରକୁ ସଜେଇବାର ଅଭ୍ୟାସ ତାଙ୍କର ନାହିଁ। କାହିଁକି ନା ବାବା କହୁଛନ୍ତି, ମୋର ତ ନିଜର ଶରୀର ନାହିଁ। ମୁଁ ଏହାଙ୍କର ଶରୀର ଯଦିଓ ଭଡ଼ାରେ ନେଉଛି, କିନ୍ତୁ ଏହି ଶରୀରକୁ ସଜେଇବାର କାମ ଏହି ଆତ୍ମା ନିଜେ କରିଥାଏ, ମୁଁ କରେ ନାହିଁ। ମୁଁ ତ ସର୍ବଦା ଅଶରୀରୀ ରହେ। ଗୀତ ବଦଲ ଯାଏ ଦୁନିଆ, ନା ବଦଲେଙ୍ଗେ ହମ୍। ଓମ୍ ଶାନ୍ତି। ପିଲାମାନେ ଏହି ଗୀତ ଶୁଣିଲେ। କିଏ ଶୁଣିଲା? ଆତ୍ମା ଏହି ଶରୀରର କାନ ଦ୍ୱାରା ଶୁଣିଲା। ପିଲାମାନଙ୍କୁ ମଧ୍ୟ ଏହା ଜଣାପଡ଼ିଲା ଯେ ଆତ୍ମା କେତେ ଛୋଟ। ସେହି ଆତ୍ମା ଏହି ଶରୀରରେ ନ ରହିଲେ ଶରୀର କୌଣସି କାର୍ଯ୍ୟରେ ଆସେ ନାହିଁ। କେତେ ଛୋଟ ଆତ୍ମାର ଆଧାରରେ ଏତେ ବଡ଼ ଶରୀର ଚାଲୁଛି। ଦୁନିଆରେ କାହାକୁ ଜଣା ନାହିଁ ଯେ ଆତ୍ମା ଜିନିଷ କ'ଣ, ଯିଏକି ଏହି ଶରୀର ରୂପକ ରଥ ଉପରେ ବିରାଜମାନ ହୋଇଥାଏ। ଅକାଳ ମୂରତ ଆତ୍ମାର ଏହା ହେଉଛି ସିଂହାସନ। ପିଲାମାନଙ୍କୁ ହିଁ ଏହି ଜ୍ଞାନ ମିଳୁଛି। କେତେ ରମଣୀୟ ରହସ୍ୟଯୁକ୍ତ ଜ୍ଞାନ। ଯେତେବେଳେ ଏହିଭଳି କୌଣସି ରହସ୍ୟଯୁକ୍ତ କଥା ଶୁଣାଯାଇଥାଏ, ତେବେ ଚିନ୍ତନ ଚାଲିଥାଏ। ତୁମ ସନ୍ତାନମାନଙ୍କର ମଧ୍ୟ ଏହି ଚିନ୍ତନ ଚାଲିଥାଏ। ଏତେ ଛୋଟ ଆତ୍ମା ଏତେ ବଡ଼ ଶରୀରରେ ବାସ କରୁଛି। ଆତ୍ମାରେ 84 ଜନ୍ମର ପାଠ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି। ଶରୀର ତ ବିନାଶ ହୋଇଯାଉଛି, ବାକି ଆତ୍ମା ରହିଯାଉଛି। ଏହା ବହୁତ ବିଚାର ଯୋଗ୍ୟ କଥା। ସକାଳୁ ଉଠି ଏହି ଚିନ୍ତନ କରିବା ଦରକାର। ପିଲାମାନଙ୍କର ସ୍ମୃତିରେ ଆସିଛି ଯେ ଆତ୍ମା କେତେ ଛୋଟ, ତାକୁ ଅବିନାଶୀ ପାଠ ମିଳିଛି। ମୁଁ ଆତ୍ମା କେତେ ଆଶ୍ଚର୍ଯ୍ୟଜନକ ଅଟେ। ଏହା ହେଉଛି ନୂଆ ଜ୍ଞାନ, ଯାହାକି ଦୁନିଆରେ କାହାକୁ ବି ଜଣା ନାହିଁ। ବାବା ହିଁ ଆସି ଜଣାଉଛନ୍ତି। ଯାହାକୁ ସ୍ମରଣ କରିବାର ଅଛି, ମୁଁ କେତେ ଛୋଟ ଆତ୍ମା କିପରି ଅଭିନୟ କରୁଛି। ଶରୀର 5 ତତ୍ତ୍ୱରେ ତିଆରି ହେଉଛି। ବାବାଙ୍କୁ କ'ଣ ଜଣାପଡ଼ୁଛି କି ଶିବ ବାବାଙ୍କର ଆତ୍ମା କିପରି ଆସୁଛି ଯାଉଛି? ଏପରି ବି ନୁହେଁ, ସବୁବେଳେ ଏହାଙ୍କ ଭିତରେ ରହୁଛି। ତେଣୁ ଏହି ଚିନ୍ତନ କରିବାକୁ ହେବ। ତୁମ ସନ୍ତାନମାନଙ୍କୁ ବାବା ଏପରି ଜ୍ଞାନ ଦେଉଛନ୍ତି, ଯାହାକି କେବେ କାହାକୁ ମିଳିପାରିବ ନାହିଁ। ତୁମେ ଜାଣୁଛ ଯେ ନିଶ୍ଚିତ ଭାବରେ ଏହି ଜ୍ଞାନ ବ୍ରହ୍ମା ବାବାଙ୍କ ଆତ୍ମାରେ ନଥିଲା। ଅନ୍ୟ ସତ୍ସଙ୍ଗରେ ଏହିଭଳି କଥା ଉପରେ କାହାର ବିଚାର ଚାଲିନଥାଏ। ଆତ୍ମା ଏବଂ ପରମାତ୍ମାଙ୍କ ସମ୍ବନ୍ଧରେ ସାମାନ୍ୟ ଜ୍ଞାନ ବି ନାହିଁ। କୌଣସି ବି ସାଧୁ ସନ୍ନ୍ୟାସୀ ଆଦି ଏହା କ'ଣ ବୁଝୁଛନ୍ତି ଯେ ମୁଁ ଆତ୍ମା ଶରୀର ଦ୍ୱାରା ଏହାଙ୍କୁ ମନ୍ତ୍ର ଦେଉଛି, ଆତ୍ମା ଶରୀର ଦ୍ୱାରା ଶାସ୍ତ୍ର ପଢ଼ୁଛି। ଜଣେ ବି ମନୁଷ୍ୟ ଆତ୍ମା ଅଭିମାନୀ ନୁହନ୍ତି। ଆତ୍ମାର ଜ୍ଞାନ ତ କାହା ପାଖରେ ନାହିଁ। ତାହା ହେଲେ ପୁଣି ବାବାଙ୍କର ଜ୍ଞାନ କିପରି ଥିବ? ତୁମେ ସନ୍ତାନମାନେ ଜାଣୁଛ ଯେ ଆମ ଆତ୍ମାମାନଙ୍କୁ ବାବା କହୁଛନ୍ତି ଯେ ମିଠା ମିଠା ସନ୍ତାନମାନେ, ତୁମେ କେତେ ହୁସିଆର ବା ବୁଦ୍ଧିମାନ ହେଉଛ। ଏପରି କୌଣସି ମନୁଷ୍ୟ ନାହାନ୍ତି
ଯିଏକି ବୁଝିଛନ୍ତି ଯେ ଏହି ଶରୀରରେ ଯେଉଁ ଆତ୍ମା ଅଛି ତାକୁ ପରମ ପିତା ପରମାତ୍ମା ପଢ଼ାଉଛନ୍ତି। କେତେ ବୁଝିବାର କଥା, ପରନ୍ତୁ ପୁଣି ବି ଧନ୍ଦା ଆଦିରେ ବ୍ୟସ୍ତ ରହିବା ଦ୍ୱାରା ଭୁଲି ଯାଉଛ। ପ୍ରଥମେ ତ ବାବା ଆତ୍ମାର ଜ୍ଞାନ ଦେଇଥାନ୍ତି, ଯାହା କୌଣସି ବି ମନୁଷ୍ୟଙ୍କ ପାଖରେ ନାହିଁ। ଗାୟନ ମଧ୍ୟ ରହିଛି ନା, ଆତ୍ମା ଏବଂ ପରମାତ୍ମା ଅଲଗା ରହେ ବହୁକାଳ। ହିସାବ ରହିଛି ନା। ତୁମେ ସନ୍ତାନମାନେ ଜାଣୁଛ ଯେ ଆତ୍ମା ହିଁ କଥା କହିଥାଏ ଶରୀର ଦ୍ୱାରା। ଆତ୍ମା ହିଁ ଶରୀର ଦ୍ୱାରା ଭଲ କିମ୍ବା ମନ୍ଦ କାମ କରୁଛି। ବାବା ଆସି ଆତ୍ମାମାନଙ୍କୁ କେତେ ଗୁଲଗୁଲ କରୁଛନ୍ତି। ପ୍ରଥମ କଥା, ବାବା କହୁଛନ୍ତି ସକାଳୁ ଉଠି ପ୍ରଥମେ ଏହି ଅଭ୍ୟାସ କିମ୍ବା ବିଚାର କର ଯେ ଆତ୍ମା କ'ଣ, ଯିଏକି ଏହି ଶରୀର ଦ୍ୱାରା ଶୁଣୁଛି। ଆତ୍ମାର ପିତା ହେଉଛନ୍ତି ପରମ ପିତା ପରମାତ୍ମା, ଯାହାକୁ ପତିତ ପାବନ ଜ୍ଞାନର ସାଗର କହନ୍ତି। ତେବେ କୌଣସି ମନୁଷ୍ୟକୁ ସୁଖର ସାଗର, ଶାନ୍ତିର ସାଗର କିପରି କହିପାରିବା? କ'ଣ ଲକ୍ଷ୍ମୀ ନାରାୟଣକୁ ସର୍ବଦା ପବିତ୍ରତାର ସାଗର ବୋଲି କୁହାଯିବ? ନା, ଏକ ବାବା ହିଁ ହେଉଛନ୍ତି ସର୍ବଦା ପବିତ୍ରତାର ସାଗର। ମନୁଷ୍ୟ ତ କେବଳ ଭକ୍ତି ମାର୍ଗର ଶାସ୍ତ୍ରର କଥା ବସି ବର୍ଣ୍ଣନା କରିଥାନ୍ତି, ବାସ୍ତବିକ ଅନୁଭବ ନାହିଁ। ଏପରି ଭାବନ୍ତି ନାହିଁ ଯେ ମୁଁ ଆତ୍ମା ଏହି ଶରୀର ଦ୍ୱାରା ବାବାଙ୍କର ମହିମା କରୁଛି। ସେ ଆମର ବହୁତ ମିଠା ବାବା, ସେ ହିଁ ହେଉଛନ୍ତି ସୁଖଦାତା। ବାବା କହୁଛନ୍ତି, ହେ ଆତ୍ମାମାନେ, ଏବେ ମୋ ମତରେ ଚାଲ। ଅବିନାଶୀ ଆତ୍ମାକୁ ଅବିନାଶୀ ବାବାଙ୍କ ଦ୍ୱାରା ଅବିନାଶୀ ମତ ମିଳୁଛି। ବିନାଶୀ ଶରୀରଧାରୀ ମନୁଷ୍ୟମାନଙ୍କୁ ବିନାଶୀ ଶରୀରଧାରୀ ମନୁଷ୍ୟମାନଙ୍କର ହିଁ ମତ ମିଳିଥାଏ। ସତ୍ୟ ଯୁଗରେ ତ ତୁମେ ଏଠାକାର ପ୍ରାରବ୍ଧ ପାଉଛ, ସେଠାରେ କେବେ ଓଲଟା ମତ ମିଳିନଥାଏ। ବର୍ତ୍ତମାନର ଶ୍ରୀମତ ହିଁ ଅବିନାଶୀ ହୋଇଯାଇଥାଏ, ଯାହାକି ଅଧାକଳ୍ପ ଚାଲିଥାଏ। ଏହା ନୂଆ ଜ୍ଞାନ। ଏହାକୁ ଗ୍ରହଣ କରିବା ପାଇଁ କେତେ ବୁଦ୍ଧି ଦରକାର, ଏହାକୁ କାର୍ଯ୍ୟରେ ଲଗାଇବା ଦରକାର। ଯେଉଁମାନେ ଆରମ୍ଭରୁ ବହୁତ ଭକ୍ତି କରିଥିବେ, ସେହିମାନେ ଭଲ ଭାବରେ ଧାରଣା କରିପାରିବେ। ଏହାକୁ ବୁଝିବା ଦରକାର। ଯଦି ଆମର ବୁଦ୍ଧିରେ ଜ୍ଞାନ ଠିକ୍ ରୂପରେ ଧାରଣ ହେଉନାହିଁ, ତେବେ ନିଶ୍ଚିତ ଆରମ୍ଭରୁ ମୁଁ ଭକ୍ତି କରିନାହିଁ। ବାବା କହୁଛନ୍ତି, ଯଦି କିଛି ବି ବୁଝିପାରୁନାହଁ, ତାହା ହେଲେ ବାବାଙ୍କୁ ପଚାର। କାହିଁକି ନା ବାବା ହେଉଛନ୍ତି ଅବିନାଶୀ ସର୍ଜନ ବା ଡାକ୍ତର। ତାଙ୍କୁ ପରମାତ୍ମା ମଧ୍ୟ କୁହାଯାଏ। ଆତ୍ମା ପବିତ୍ର ହେଲେ ତ ତା'ର ମହିମା ମଧ୍ୟ ହୋଇଥାଏ। ଆତ୍ମାର ମହିମା ଥିଲେ ତ ଶରୀରର ବି ମହିମା ହୋଇଥାଏ। ଆତ୍ମା ତମ ପ୍ରଧାନ ହେଲେ ଶରୀରର ମଧ୍ୟ ମହିମା ହୁଏ ନାହିଁ। ଏହି ସମୟରେ ତୁମ ପିଲାମାନଙ୍କୁ ବହୁତ ଗୁହ୍ୟ ବୁଦ୍ଧି ମିଳୁଛି। ଆତ୍ମାକୁ ହିଁ ମିଳୁଛି। ଆତ୍ମାକୁ କେତେ ମିଠା ହେବା ଦରକାର, ସମସ୍ତଙ୍କୁ ସୁଖ ଦେବା ଦରକାର। ବାବା କେତେ ମିଠା, ଆତ୍ମାମାନଙ୍କୁ ମଧ୍ୟ ବହୁତ ମିଠା କରୁଛନ୍ତି। ଆତ୍ମା କୌଣସି ବି ଅକର୍ତ୍ତବ୍ୟ କାର୍ଯ୍ୟ ନ କରୁ, ଏହା ଅଭ୍ୟାସ କରିବା ଦରକାର। ଚେକ୍ କରିବା ଦରକାର ଯେ ମୋ ଦ୍ୱାରା କୌଣସି ଅକର୍ତ୍ତବ୍ୟ କାର୍ଯ୍ୟ ହେଉନାହିଁ ତ। ଶିବ ବାବା କେବେ ଅକର୍ତ୍ତବ୍ୟ କାର୍ଯ୍ୟ କରିବେ କି? ନା, ସେ ଆସି ହିଁ ଥାନ୍ତି ଉତ୍ତମରୁ ଉତ୍ତମ କଲ୍ୟାଣକାରୀ କାର୍ଯ୍ୟ କରିବା ପାଇଁ। ସମସ୍ତଙ୍କୁ ସଦ୍ଗତି ଦେଇଥାନ୍ତି। ତେଣୁ ବାବା ଯେଉଁ କର୍ତ୍ତବ୍ୟ କରିଥାନ୍ତି, ପିଲାମାନଙ୍କର କର୍ତ୍ତବ୍ୟ ମଧ୍ୟ ସେହିଭଳି ହେବା ଦରକାର। ଏହା ମଧ୍ୟ ବୁଝାଇଛନ୍ତି। ଯେଉଁମାନେ ପ୍ରାରମ୍ଭରୁ ବହୁତ ଭକ୍ତି କରିଛନ୍ତି, ସେହିମାନଙ୍କର ବୁଦ୍ଧିରେ ଏହି ଜ୍ଞାନ ଧାରଣ ହେବ। ଏବେ ବି ଦେବତାମାନଙ୍କର ଅନେକ ଭକ୍ତ ରହିଛନ୍ତି, ଯିଏକି ନିଜର ମୁଣ୍ଡ କାଟିଦେବା ପାଇଁ ମଧ୍ୟ ପ୍ରସ୍ତୁତ ରହୁଛନ୍ତି। ବଡ଼ ବଡ଼ ଭକ୍ତଙ୍କୁ ସାନ ଭକ୍ତମାନେ ଅନୁକରଣ କରିଥାନ୍ତି। ସେମାନଙ୍କର ମହିମା ଗାନ କରିଥାନ୍ତି। ସେମାନଙ୍କର କାର୍ଯ୍ୟକଳାପ ତ ସ୍ଥୂଳରେ ସବୁ ଦେଖାଯାଇଥାଏ। ଏଠାରେ ତୁମେ ହେଉଛ ଗୁପ୍ତ। ତୁମ ବୁଦ୍ଧିରେ ସୃଷ୍ଟିର ଆଦି ମଧ୍ୟ ଅନ୍ତର ସାରା ଜ୍ଞାନ ରହିଛି। ଏହା ବି ପିଲାମାନଙ୍କୁ ଜଣାଅଛି ଯେ
ବାବା ଆମକୁ ପଢ଼ାଇବା ପାଇଁ ଆସିଛନ୍ତି। ଏବେ ପୁଣି ଆମେ ଘରକୁ ଯିବୁ। ଯେଉଁଠାରୁ ସବୁ ଆତ୍ମାମାନେ ଆସିଥାନ୍ତି ତାହା ହେଉଛି ଆମର ଘର। ସେଠାରେ ଶରୀର ହିଁ ନାହିଁ ତ ଶବ୍ଦ କିପରି ହେବ? ଆତ୍ମା ବିନା ଶରୀର ଜଡ଼ ହୋଇଯାଇଥାଏ। ମନୁଷ୍ୟମାନଙ୍କ ଶରୀର ସହିତ କେତେ ମୋହ ରହିଛି। ଆତ୍ମା ଶରୀରରୁ ବାହାରିଗଲେ ବାକି ରହିଲା ପାଞ୍ଚ ତତ୍ତ୍ୱର ଶରୀର। ତାହା ସହ ମଧ୍ୟ କେତେ ସ୍ନେହ ରହିଥାଏ। ପତ୍ନୀ ପତିର ଚିତା ଉପରେ ଝାସ ଦେବା ପାଇଁ ପ୍ରସ୍ତୁତ ହୋଇଯାଏ। ଶରୀର ପ୍ରତି କେତେ ମୋହ ରହିଥାଏ। ଏବେ ତୁମେ ବୁଝୁଛ ଯେ ସାରା ଦୁନିଆଠାରୁ ନଷ୍ଟ ମହା ହେବାକୁ ପଡ଼ିବ। ଏହି ଶରୀର ତ ଦିନେ ବିନାଶ ହୋଇଯିବ। ତେଣୁ ଶରୀରରୁ ଆସକ୍ତି ତୁଟିଯିବା ଦରକାର ନା। କିନ୍ତୁ ବହୁତ ମୋହ ରହିଥାଏ। ବ୍ରାହ୍ମଣକୁ ଖାଇବାକୁ ଦେଇଥାନ୍ତି, ମନେ ପକାଇଥାନ୍ତି ନା ଅମୁକର ଶ୍ରାଦ୍ଧ। ତେବେ ସିଏ କ'ଣ ଖାଇପାରିବ କି? ତୁମ ସନ୍ତାନମାନଙ୍କୁ ତ ଏବେ ଏହିସବୁ କଥାରୁ ମୁକ୍ତ ହୋଇଯିବା ଦରକାର। ଡ୍ରାମାରେ ପ୍ରତ୍ୟେକ ନିଜ ନିଜର ଅଭିନୟ କରୁଛନ୍ତି। ଏହି ସମୟରେ ତୁମକୁ ଜ୍ଞାନ ମିଳିଛି। ଆମକୁ ନଷ୍ଟ ମହା ହେବାକୁ ପଡ଼ିବ। ମୋହଜିତି ରାଜାଙ୍କର କାହାଣୀ ମଧ୍ୟ ଅଛି ନା। ଅନ୍ୟ କେହି ମୋହଜିତି ରାଜା ହୋଇପାରିବେ ନାହିଁ। ଏହିଭଳି କାହାଣୀ ତ ବହୁତ ଲେଖା ହୋଇଛି ନା। ସେଠାରେ ଅକାଳ ମୃତ୍ୟୁ ହୁଏ ନାହିଁ। ତେଣୁ ମୋହର କଥା ପଚାରିବା ବି ଆବଶ୍ୟକ ନାହିଁ। ବର୍ତ୍ତମାନ ବାବା ତୁମକୁ ମୋହଜିତି କରୁଛନ୍ତି। ସ୍ୱର୍ଗରେ ମୋହଜିତି ରାଜାମାନେ ଥିଲେ। ଯେପରି ରାଜାରାଣୀ ସେହିପରି ପ୍ରଜା ମଧ୍ୟ ଥିଲେ। ତାହା ହିଁ ନଷ୍ଟ ମୋହର ରାଜଧାନୀ। ରାବଣ ରାଜ୍ୟରେ ମୋହ ବହୁତ ରହିଥାଏ। ସେଠାରେ ତ ବିକାର ନଥାଏ। ରାବଣ ରାଜ୍ୟ ହିଁ ନାହିଁ। ରାବଣର ରାଜତ୍ୱ ଚାଲି ଯାଇଥାଏ। ରାମ ରାଜ୍ୟରେ କ'ଣ ହୁଏ କିଛି ବି ଜଣା ନାହିଁ। ବାବାଙ୍କ ବ୍ୟତୀତ ଏହିସବୁ କଥା ଆଉ କେହି କହିପାରିବେ ନାହିଁ। ବାବା ଏହି ଶରୀରରେ ରହି ମଧ୍ୟ ଦେହୀ ଅଭିମାନୀ ରୁହନ୍ତି। ଲୋନ୍ ଅଥବା ଭଡ଼ାରେ ଘର ନେଇଥିଲେ ବି ସେଥିରେ ମଧ୍ୟ ମୋହ ରହିଥାଏ। ଘରକୁ ଭଲ ଭାବରେ ସଜେଇ ରଖିଥାନ୍ତି। ବାବାଙ୍କୁ ତ ସଜେଇବା ଦରକାର ନାହିଁ, କାରଣ ବାବା ତ ଅଶରୀରୀ ନା। ଏହାଙ୍କୁ କୌଣସି ସଜାସଜି କରିବାର ଅଭ୍ୟାସ ହିଁ ନାହିଁ। ବାବାଙ୍କୁ ତ ଅବିନାଶୀ ଜ୍ଞାନରତ୍ନରେ ପିଲାମାନଙ୍କୁ ସଜାଇବାର ଅଭ୍ୟାସ ଅଛି। ସୃଷ୍ଟିର ଆଦି ମଧ୍ୟ ଅନ୍ତର ରହସ୍ୟ ବୁଝାଇଥାନ୍ତି। ଶରୀର ତ ହେଉଛି ହିଁ ଅପବିତ୍ର। ଏହାଙ୍କୁ ଯେତେବେଳେ ନୂଆ ଶରୀର ମିଳିବ ତେବେ ପବିତ୍ର ହୋଇଥିବ। ବର୍ତ୍ତମାନ ତ ଇଏ ପୁରୁଣା ଦୁନିଆ ଅଟେ। ଇଏ ମଧ୍ୟ ଦିନେ ଶେଷ ହୋଇଯିବ। ଏକଥା ମଧ୍ୟ ଦୁନିଆରେ କାହାକୁ ଜଣା ହିଁ ନାହିଁ। ଧୀରେ ଧୀରେ ଜଣାପଡ଼ିବ। ନୂଆ ଦୁନିଆର ସ୍ଥାପନା ଏବଂ ପୁରୁଣା ଦୁନିଆର ବିନାଶ। ଏହା ତ ବାବାଙ୍କର ହିଁ କାମ। ବାବା ହିଁ ଆସି ବ୍ରହ୍ମାଙ୍କ ଦ୍ୱାରା ପ୍ରଜା ରଚନା କରି ନୂଆ ଦୁନିଆର ସ୍ଥାପନା କରୁଛନ୍ତି। ତୁମେ ନୂଆ ଦୁନିଆରେ ଅଛ ନା। ନୂଆ ଦୁନିଆର ସ୍ଥାପନା ହେଉଛି। ତେଣୁ ଚୁଟି ଅର୍ଥାତ୍ ବ୍ରାହ୍ମଣମାନେ ହେଉଛନ୍ତି ବହୁତ ଉଚ୍ଚ ବା ଶ୍ରେଷ୍ଠ। ବାବା ବୁଝାଇଛନ୍ତି। ବାବାଙ୍କ ସମ୍ମୁଖକୁ ଆସିଲେ ପ୍ରଥମେ ଏକଥା ମନେ ପକାଅ ଯେ ଆମେ ଈଶ୍ୱର ପିତାଙ୍କ ନିକଟକୁ ଯାଉଛୁ। ଶିବ ବାବା ତ ନିରାକାର ଅଟନ୍ତି। ତାଙ୍କ ସାମ୍ନାକୁ ଆମେ କେମିତି ଯିବା? ତେଣୁ ଶିବ ବାବାଙ୍କୁ ମନେ ପକାଇ ପୁଣି ତାଙ୍କ ସମ୍ମୁଖକୁ ଆସିବାକୁ ହେବ। ତୁମେ ଜାଣିଛ ଶିବ ବାବା ବ୍ରହ୍ମାଙ୍କ ମଧ୍ୟରେ ବସିଛନ୍ତି। ଏହି ଶରୀର ତ ହେଉଛି ପତିତ। ଶିବ ବାବାଙ୍କ ସ୍ମୃତିରେ ନ ରହି କୌଣସି କାମ କଲେ ପାପ ଲାଗିଯାଏ। ଆମେ ଶିବ ବାବାଙ୍କ ପାଖକୁ ଯାଉଛୁ, ପୁଣି ଅନ୍ୟ ଜନ୍ମରେ ଅଲଗା ସମ୍ବନ୍ଧୀ ହେବ। ସେଠାରେ ଦେବତାଙ୍କ କୋଳକୁ ଯିବା। ଏହି ଈଶ୍ୱରୀୟ କୋଳ ଥରେ ମାତ୍ର ମିଳିଥାଏ। ମୁଖରେ କହିଥାନ୍ତି, ହେ ବାବା, ଆମେ ଆପଣଙ୍କର ହୋଇଗଲୁ। ବହୁତ ଅଛନ୍ତି ଯେଉଁମାନେ କି କେବେ ବି ଦେଖି ନାହାନ୍ତି। ବାହାରେ ରହୁଛନ୍ତି, ପତ୍ର ଲେଖିଥାନ୍ତି, ଶିବ ବାବା, ମୁଁ ଆପଣଙ୍କର ପୋଷ୍ୟପୁତ୍ର ହୋଇଗଲି। ବୁଦ୍ଧିରେ ଜ୍ଞାନ ରହିଛି। ଆତ୍ମା କହୁଛି ମୁଁ ଶିବ ବାବାଙ୍କର ହୋଇଯାଇଛି।
ଏହାଙ୍କ ପୂର୍ବରୁ ମୁଁ ପତିତ କୋଳରେ ଥିଲି, ଭବିଷ୍ୟତରେ ପବିତ୍ର ଦେବତା କୋଳରେ ଆସିବି। ଏହି ଜନ୍ମ ହେଉଛି ଦୁର୍ଲଭ। ହୀରା ଭଳି ତୁମେ ଏହି ସଙ୍ଗମ ଯୁଗରେ ହେଉଛ। ସଙ୍ଗମ ଯୁଗ କୌଣସି ପାଣିର ସାଗର ଏବଂ ନଦୀମାନଙ୍କର ମିଳନକୁ କୁହାଯାଏ ନାହିଁ। ରାତି ଦିନର ଅନ୍ତର ରହିଛି। ବ୍ରହ୍ମପୁତ୍ର ବଡ଼ରୁ ବଡ଼ ନଦୀ, ଯିଏକି ସାଗରରେ ମିଶିଛି। ନଦୀମାନେ ଯାଇ ସାଗରରେ ପଡ଼ିଛନ୍ତି। ତୁମେ ବି ହେଉଛ ସାଗରରୁ ବାହାରିଥିବା ଜ୍ଞାନ ନଦୀ। ଜ୍ଞାନ ସାଗର ହେଉଛନ୍ତି ଶିବ ବାବା। ବଡ଼ରୁ ବଡ଼ ନଦୀ ହେଲା ବ୍ରହ୍ମପୁତ୍ର। ଏହାଙ୍କର ନାମ ବ୍ରହ୍ମା ଅଟେ। ସାଗର ସହିତ ଏହାଙ୍କର କେତେ ସାମଞ୍ଜସ୍ୟ ଅଛି। ତୁମକୁ ଜଣାଅଛି ଯେ ନଦୀମାନେ କେଉଁଠାରୁ ବାହାରିଛନ୍ତି? ସାଗରଠାରୁ ହିଁ ବାହାରିଥାଏ, ପୁଣି ସାଗରରେ ମିଶିଥାଏ। ସାଗରଠାରୁ ମିଠା ପାଣି ଗ୍ରହଣ କରିଥାଏ। ସାଗରଙ୍କ ସନ୍ତାନମାନେ ପୁଣି ସାଗରରେ ଯାଇ ମିଶିଥାନ୍ତି। ତୁମେ ବି ଜ୍ଞାନ ସାଗରରୁ ବାହାରିଛ, ପୁଣି ସମସ୍ତେ ସେଠାକୁ ଚାଲିଯିବ। ଯେଉଁଠି ସେ ରହିଥାନ୍ତି ସେଠାରେ ତୁମେ ଆତ୍ମାମାନେ ବି ରହୁଛ। ଜ୍ଞାନ ସାଗର ଆସି ତୁମକୁ ପବିତ୍ର ମିଠା କରୁଛନ୍ତି। ଆତ୍ମା ଯିଏକି ଗୁଣହୀନ ହୋଇଯାଇଛି, ତାକୁ ଗୁଣବାନ କରୁଛନ୍ତି। 5 ବିକାର ରୂପୀ ଛି ଛି ଅବଗୁଣ ତୁମଠାରୁ ବାହାରି ଯାଉଛି। ତେଣୁ ତୁମେ ତମ ପ୍ରଧାନରୁ ଶତପ୍ରଧାନ ହୋଇଯାଉଛ। ବାବା ପୁରୁଷାର୍ଥ ବହୁତ କରାଉଛନ୍ତି। ତୁମେ କେତେ ଶତପ୍ରଧାନ ଥିଲ, ସ୍ୱର୍ଗରେ ରହିଥିଲ। ତୁମେ ବିଲକୁଲ ଛି ଛି ପତିତ ହୋଇଯାଇଛ। ରାବଣ ତୁମକୁ କ'ଣ କରିଦେଇଛି? ଭାରତରେ ହିଁ ଗାୟନ ଅଛି, ହୀରା ସଦୃଶ୍ୟ ଅମୂଲ୍ୟ ଜନ୍ମ। ବାବା କହୁଛନ୍ତି, ତୁମେ କଉଡ଼ି ପଛରେ କାହିଁକି ହଇରାଣ ହେଉଛ? ବିନାଶୀ ଧନ କ'ଣ ବହୁତ ଦରକାର କି? ଗରିବ ଜଲ୍ଦି ବୁଝି ଯାଇଥାନ୍ତି। ସାହୁକାର ତ କହିଥାନ୍ତି, ଏବେ ଆମ ପାଇଁ ଏଇଠି ହିଁ ସ୍ୱର୍ଗ ରହିଛି। ତୁମେ ସନ୍ତାନମାନେ ଜାଣିଛ, ଯିଏ ବି ମନୁଷ୍ୟ ମାତ୍ର ଅଛନ୍ତି, ସମସ୍ତଙ୍କର ଏହି ସମୟରେ କଉଡ଼ି ତୁଲ୍ୟ ମୂଲ୍ୟହୀନ ଜୀବନ ଅଟେ। ଆମେ ବି ଏହିପରି ଥିଲୁ। ଏବେ ବାବା ଆମକୁ କେତେ ଶ୍ରେଷ୍ଠ କରୁଛନ୍ତି। ଲକ୍ଷ୍ୟ ତ ରହିଛି ନା? ଆମେ ନରରୁ ନାରାୟଣ ହେଉଛୁ। ଭାରତ ଏବେ କଉଡ଼ି ସଦୃଶ୍ୟ କାଙ୍ଗାଳ ହୋଇଯାଉଛି ନା? ଭାରତବାସୀ ନିଜେ କ'ଣ ଜାଣିଛନ୍ତି କି? ଏଠାରେ ତୁମେ କେତେ ସାଧାରଣ ଅବଳାମାନେ ଅଛ। କେହି ବଡ଼ ଲୋକ ଆସିଲେ ତାଙ୍କର ଏଠାରେ ବସିବାକୁ ଇଚ୍ଛା ହେବନି। ଯେଉଁଠି ବଡ଼ ବଡ଼ ଲୋକମାନେ, ସନ୍ନ୍ୟାସୀ, ଗୁରୁ ଆଦି ଥିବେ, ସେହିଭଳି ବଡ଼ ବଡ଼ ସଭାକୁ ଯିବେ। ବାବା ମଧ୍ୟ କହୁଛନ୍ତି, ମୁଁ ଗରିବଙ୍କର ବନ୍ଧୁ। କହିଥାନ୍ତି ଯେ ଭଗବାନ ଗରିବଙ୍କର ରକ୍ଷା କରିଥାନ୍ତି। ଏବେ ତୁମେ ଜାଣୁଛ, ଆମେ କେତେ ସାହୁକାର ଥିଲୁ, ଏବେ ପୁଣି ହେଉଛୁ। ବାବା ମଧ୍ୟ ଲେଖିଥାନ୍ତି, ତୁମେ ପଦମା ପଦମପତି ହେଉଛ। ସେଠାରେ ଲଢ଼େଇ ଝଗଡ଼ା ହୁଏ ନାହିଁ। ଏଠାରେ ତ ଦେଖ, ପଇସା ପାଇଁ କେତେ ମରାମରି ହେଉଛନ୍ତି, କେତେ ଲାଞ୍ଚ ମିଳୁଛି। ମନୁଷ୍ୟକୁ ତ ପଇସା ଦରକାର ନା? ତୁମେ ସନ୍ତାନମାନେ ଜାଣିଛ, ବାବା ଆମର ସମ୍ପତ୍ତି ଭରପୁର କରିଦେଉଛନ୍ତି। ଅଧା କଳ୍ପ ପାଇଁ ଯେତେ ଦରକାର ସେତେ ଧନ ନିଅ, ପରନ୍ତୁ ପୁରୁଷାର୍ଥ ପୂରା କର। ଅବହେଳା କର ନାହିଁ। କୁହାଯାଏ ନା, ପିତାଙ୍କୁ ଅନୁସରଣ କର। ପିତାଙ୍କୁ ଅନୁକରଣ କଲେ ଏହିପରି ହୋଇଯିବ। ନରରୁ ନାରାୟଣ, ନାରୀରୁ ଲକ୍ଷ୍ମୀ ହେବା ପାଇଁ ଉଚ୍ଚ ପରୀକ୍ଷା ଦେବାକୁ ହେବ। ଏଥିରେ ଟିକିଏ ହେଲେ ବି ଅବହେଳା କରିବା ଉଚିତ ନୁହେଁ। ବାବା ଶ୍ରୀମତ ଦେଉଛନ୍ତି, ତେଣୁ ଶ୍ରୀମତ ପାଳନ କରିବାକୁ ହେବ। କାଇଦା କାନୁନର ଉଲ୍ଲଙ୍ଘନ କର ନାହିଁ। ଶ୍ରୀମତ ଆଧାରରେ ହିଁ ତୁମେ ଶ୍ରେଷ୍ଠ ହେଉଛ। ଲକ୍ଷ୍ୟ ବହୁତ ଉଚ୍ଚ। ପ୍ରତିଦିନ ନିଜର ହିସାବ ରଖ। ରୋଜଗାର କଲି ନା ଘାଟା ହେଲା? ବାବାଙ୍କୁ କେତେ ମନେ ପକାଇଲି, କେତେ ଜଣକୁ ରାସ୍ତା ବତାଇଲି। ଅନ୍ଧମାନଙ୍କର ଲାଠି ତୁମେ ହେଉଛ ନା? ତୁମକୁ ଜ୍ଞାନର ତୃତୀୟ ନେତ୍ର ମିଳୁଛି। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ।
ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ ନମସ୍ତେ ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ବାବା ଯେପରି ମିଠା ସେହିପରି ମିଠା ହୋଇ ସମସ୍ତଙ୍କୁ ସୁଖ ଦେବାକୁ ହେବ। କୌଣସି ଅକର୍ତ୍ତବ୍ୟ କାର୍ଯ୍ୟ କରିବା ଅନୁଚିତ। ଉତ୍ତମରୁ ଉତ୍ତମ କଲ୍ୟାଣକାରୀ କାର୍ଯ୍ୟ ହିଁ କରିବାକୁ ହେବ। 2 ନମ୍ବର। ମୂଲ୍ୟହୀନ ବିନାଶୀ ଧନ ପଛରେ ଦୌଡ଼ିବାର ନାହିଁ। ପୁରୁଷାର୍ଥ କରି ନିଜର ଜୀବନକୁ ହୀରା ସଦୃଶ୍ୟ କରିବା ଆବଶ୍ୟକ। କୌଣସି ଭୁଲ କର୍ମ କରିବାର ନାହିଁ। ଆଜିର ବରଦାନ। ନିଶ୍ଚୟ ରୂପୀ ପାଦକୁ ଅଚଳ ରଖୁଥିବା ସଦା ନିଶ୍ଚୟ ବୁଦ୍ଧି ନିଶ୍ଚିନ୍ତ ଭବ। ନିଶ୍ଚୟ ରୂପୀ ପାଦକୁ ଅଚଳ ରଖୁଥିବା ସଦା ନିଶ୍ଚୟ ବୁଦ୍ଧି ନିଶ୍ଚିନ୍ତ ଭବ। ଡିଟେଲ୍ସ। ସବୁଠାରୁ ବଡ଼ ରୋଗ ହେଲା ଚିନ୍ତା, ଯାହାର ଔଷଧ ଡାକ୍ତରଙ୍କ ପାଖରେ ମଧ୍ୟ ନାହିଁ। ଚିନ୍ତା କରୁଥିବା ଆତ୍ମାମାନେ ଯେତେ ଯେତେ ପ୍ରାପ୍ତିଗୁଡ଼ିକର ପଛରେ ଧାଇଁଥାନ୍ତି, ସେହି ଅନୁସାରେ ପ୍ରାପ୍ତିଗୁଡ଼ିକ ମଧ୍ୟ ଆଗକୁ ଆଗକୁ ଚାଲିଯାଆନ୍ତି। ସେଥିପାଇଁ ନିଶ୍ଚୟ ରୂପୀ ପାଦ ସର୍ବଦା ଅଟଳ ରହୁ। ସର୍ବଦା ଏକ ବଳ ଏକ ଭରସା ଏହି ପାଦଟି ଯଦି ଅଚଳ ରହିଥିବ, ତେବେ ବିଜୟ ସୁନିଶ୍ଚିତ ଅଟେ। ଏବଂ ବିଜୟ ଯାହାର ସୁନିଶ୍ଚିତ ଅଟେ, ସେ ସର୍ବଦା ନିଶ୍ଚିନ୍ତ ରହିଥାଏ। ମାୟା ତୁମର ନିଶ୍ଚୟ ରୂପୀ ପାଦକୁ ହଲଚଲ କରିବା ପାଇଁ ହିଁ ଭିନ୍ନ ଭିନ୍ନ ରୂପ ନେଇ ଆସିଥାଏ। ତେଣୁ ମାୟା ପଛକେ ହଲିଯାଉ, କିନ୍ତୁ ତୁମର ନିଶ୍ଚୟ ରୂପୀ ପାଦ ହଲଚଲ ନ ହେଉ। ତାହା ହେଲେ ନିଶ୍ଚିତ ରହିବାର ବରଦାନ ମିଳିଯିବ। ଆଜିର ସ୍ଲୋଗାନ। ପ୍ରତ୍ୟେକଙ୍କର ବିଶେଷତାକୁ ଦେଖ, ତେବେ ତୁମେ ମଧ୍ୟ ବିଶେଷ ଆତ୍ମା ହୋଇଯିବ। ପ୍ରତ୍ୟେକଙ୍କର ବିଶେଷତାକୁ ଦେଖ, ତେବେ ତୁମେ ମଧ୍ୟ ବିଶେଷ ଆତ୍ମା ହୋଇଯିବ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇଶାରେ। ଯଦି ସହଜ ଯୋଗୀ ହେବାକୁ ଚାହୁଁଛ, ତେବେ ପରମାତ୍ମା ସ୍ନେହର ଅନୁଭବୀ ହୁଅ। ତୁମ ଭଳି ଗୋପଗୋପୀମାନଙ୍କର ଚରିତ୍ରର ଗାୟନ ହେଲା ବାବାଙ୍କ ଠାରୁ ସର୍ବସମ୍ବନ୍ଧର ସୁଖ ନେବା, ସେହି ସୁଖରେ ମଗ୍ନ ରହିବା ଅଥବା ସର୍ବସମ୍ବନ୍ଧର ସ୍ନେହରେ ବୁଡ଼ି ରହିବା। ଯେତେବେଳେ କେହି କାହା ସହିତ ଅତି ସ୍ନେହରେ ମିଶିଥାନ୍ତି, ସେତେବେଳେ ସେହି ସ୍ନେହ ମିଳନକୁ କୁହାଯାଏ ଯେ ପରସ୍ପର ସହିତ ମିଶି ଯାଇଛନ୍ତି ବା ଦୁଇ ଜଣ ମିଶି ଏକ ହୋଇଯାଇଛନ୍ତି। ତେଣୁ ବାବାଙ୍କର ସ୍ନେହରେ ସମାହିତ ହୋଇଯିବା ଅର୍ଥ ବାବାଙ୍କର ସ୍ୱରୂପ ହୋଇଯିବା। ଓମ୍ ଶାନ୍ତି।